ମୋ ନାଁ ପଦ୍ମିନୀ ବେହେରା। ଆଉ ଏଠି ଆୟୁର୍ବେଦିକ ମେଡ଼ିସିନ କେନ୍ଦ୍ର ଖୋଲା ହେଇଛି। ସେଠୁ ମେଡ଼ିସିନ ଦେଲେ ସବୁ ବହୁତ ଖୁସି ଲାଗୁଛି ମେଡ଼ିସିନ ଖାଇକି। ଥରେ ବି କୋଟପାଡ଼ ଯାଇଥିଲି ମେଡ଼ିସିନ ଧରିକି ଆସିଥିଲି। ମେଡ଼ିସିନ ଖାଇଲାରୁ ମୋ ଦେହ ଭଲ ହେଲା। ସେଇଠାରୁ ଆଉ ଥରେ ଆଜି ଆମ କୁସୁମୀ ଆସିଛନ୍ତି ସେଇଟା ପାଇଁ ବୋଲି ଆଉ ଥରେ ଆସିକି ଗୋଡ଼ ହାତ ବଥା, ଅଣ୍ଟା ବଥା ଆଉ ମୋ ବିପି ଅଛି। ବିପିର ସେ ସବୁ ମେଡ଼ିସିନ ଦେଇଛନ୍ତି। ହଁ ଫ୍ରିରେ କଲେ। ଫ୍ରିରେ ଦେଇଛନ୍ତି 800-900 ଟଙ୍କାର ମେଡ଼ିସିନ ହେବ। ହଁ ମା ଭଳିଆ ସେବା କଲେ। ପଚାରିଲେ କଣ ହେଇଛି କଣ ନାହିଁ ସବୁ ପଚାରିଲେ। ପଚାରିଲାରୁ ମୁଁ କହିଲି ମୋର ଅଣ୍ଟା ବଥା ହେଇଛି, ଗୋଡ଼ ହାତ ପେନ୍ ହେଉଛି ସବୁ କହିଲାରୁ ମେଡ଼ିସିନ ଦେଇଛନ୍ତି ଆଉ। ହଁ ଆଶୀର୍ବାଦ ଦଉଛି ସେ ଆଗକୁ ଯାଆନ୍ତୁ, ଭଲରେ ସବୁ ଜାଗା ଇଏ କରନ୍ତୁ ଆଉ। ଆଜି ଡକ୍ଟର ଆଇଲା ତ ଔଷଧ ଦେବାଇ ଭଲ ନାହିଁ। ଅଶୋକା ସକାଶେ ଆସିଲୁ ଔଷଧ ଦେଲା। ଆମ ଡକ୍ଟର ଆଜ୍ଞା ଆମର ଆଉ ଦେହ ମୁଣ୍ଡ ଯାକ ଶରୀର ଯାକ ସବୁ ବଥା, ମୁଣ୍ଡ ବୁଲା, ପେଟ ଦୁଖା, ଆଣ୍ଟା ଦୁଖା, ମାଣ୍ଡି ଦୁଖା ଏଟା ଯାଇଲି ସେ ବଟିକା ଔଷଧ ଖାଇ ଦେଖବୁ କେନ୍ତା ଲାଗୁଛି ବୋଲି। হ্যাঁ ফ্রি টান দেলা বাবু ওই খেতে খরাইছে বাবু আমাকে দেশে লোকাইটা জানতা ওই হ্যাঁ হ্যাঁ দেখলা এটা খাই দেখা বলে বাস কেনতা বললা আরে কিছু কই নাই এটা খাই মেডিসিন যাকো খাই দেখা বললা হ্যাঁ দেলা নাই বাবু হ্যাঁ আজ ফার্স্ট টাইম না ওই খুশি লাগলা আর কেনতা হলে বলে তো তা ମୁଁ କଟପାଡ଼ ଆଇଏଫଏଲ୍ର ବ୍ରାଞ୍ଚ ମ୍ୟାନେଜର। ମୋ ନାଁ ସୌରଭ ବେଗର୍ତ୍ତା। ଆଉ ଏଇଟା ଆମର ଚାଲିଛି ଆୟୁର ଯୋଉଟା ରହୁଛି ଆମର ଡକ୍ଟର ସ୍ୱାଗତ ମିଶ୍ର ତାଙ୍କ ସହିତ ଆମର ଗୋଟେ ଟାଇଅପ୍ ରହିଛି ଆଇଏଫଏଲ୍ର, ଯୋଉଟାକି ଆମର ଗୋଟେ ମନ୍ଥଲି ସୋସିଆଲ ସର୍ଭିସ୍ ରହୁଛି। ତ ସୋସିଆଲ ସର୍ଭିସରେ ଫ୍ରି ମେଡ଼ିସିନ ଆଉ ଫ୍ରି ଚେକଅପ୍ଟା ଆମେ ସମସ୍ତଙ୍କୁ ପ୍ରୋଭାଇଡ଼ କରୁଛୁ। ତ ଏଇଟା କଟପାଡ଼ ବ୍ଲକର ପ୍ରାୟ କଟପାଡ଼ ବ୍ଲକର ଯେତିକି ଗାଁ ରହୁଛି ଆମେ ପ୍ରତି ମାସରେ ଗୋଟେ ଗୋଟେ ଏମିତି ମେଡ଼ିସିନ କ୍ୟାମ୍ପଟା ସେଟଅପ୍ କରୁଛୁ। ତ ସେଇ ହିସାବରେ ଏଠି ଆମର କୁସୁମୀରେ ଏବେ ଏଇଟା ଆରମ୍ଭ ହେଇଛି ଏବେ ବର୍ତ୍ତମାନ। ବର୍ତ୍ତମାନ ତ ପାଖାପାଖି 100+ ପେସେଣ୍ଟକୁ ଆମେ ଦେଖି ସାରିଲୁଣି। ଆଉ ପୁଣି ପେସେଣ୍ଟ ବି ଆସୁଛନ୍ତି ଆହୁରି। ଲୋକଙ୍କୁ ଟିକେ ଜାଗ୍ରତ କରିକି ଜିନିଷଟା କ'ଣ ମେନ୍ ଜିନିଷ ଗାଉଁଲି ଏରିଆରେ ଟିକେ ବିପି ଅସୁବିଧା ରହୁଛି, ଲୋକ ଯୋଉଟା ଚେକ୍ କରିପାରୁନାହାନ୍ତି ସେସବୁ ଦେଖିକିନା ପ୍ଲସ୍ ତାଙ୍କର କାମ ଯେମିତି ହେଇପାରିବ ସୁରୁଖୁରୁରେ ସେ ନେଇକି ଆମର କମ୍ପାନୀର ଗୋଟେ ଇନିସିଏଟିଭ୍ ଏଇଟା ନିଆଯାଇଛି। ଆଉ ପ୍ରଥମ ଥର ପାଇଁ ପ୍ରଥମେ ଟାଉନ୍ ହେଇଥିଲା କିନ୍ତୁ ଗାଁ ଗହଳି ପ୍ରଥମ ଥର ପାଇଁ ଆପଣଙ୍କ ସଂସ୍ଥା ତରଫରୁ ଏଭଳି ସୁନ୍ଦର ପଦକ୍ଷେପ ନେଉଛି କ'ଣ କହିବେ? ମୋ ହିସାବରେ ତ ଯୋଉଟାକି ହେଲ୍ଥ ଉପରେ ରହୁଛି ଜିନିଷଟା ତ ସମସ୍ତେ ସେ ଉପରେ ସଚେତନ ହେବା ଦରକାର। ଆଉ ସ୍ୱାସ୍ଥ୍ୟ ପ୍ରତି ସଚେତନ ନ ରହିଲେ, କାହିଁକିନା ଗାଉଁଲି ଏରିଆରେ ସେ ଜିନିଷଟାର ଟିକେ ଅଭାବ ରହୁଛି ବି। ତ ସେଇ ଜିନିଷରେ ଟିକେ ସଚେତନ ରହିବାର ଗୋଟେ ଛୋଟ ପଦକ୍ଷେପ ଆମ ତରଫରୁ ରହୁଛି। ତ ମୋତେ ନିଜକୁ ବି ଭାରି ଖୁସି ଲାଗୁଛି ସେ ଜିନିଷଟା ଦେଖିକି। କେତେ ଟଙ୍କା ମେଡ଼ିସିନ ଆପଣ ପାଖାପାଖି ସେଇଟା ତ ଆମେ ତ ପୁରା ଫ୍ରିରେ କରିଦେଇଛୁ ମେଡ଼ିସିନର। ପାଖାପାଖି ଦେଖାଯାଉ କେତେ ହେଇପାରୁଛି ସେଇଟା ତ ମୁଁ ଏତେ ଇଏ କହିପାରିବିନି ମେଡ଼ିସିନ ଉପରେ ମୋର, କାହିଁକିନା ଆମର ଏଇଟା ମେନ୍ ଆୟୁର ସହିତ ଟାଇଅପ୍ ରହିଛି। ତ ସେଇଟା ଆମର ଡକ୍ଟର ସାର୍ ହିଁ ବେଟର କହିପାରିବେ କେତେ କ'ଣ ରହିପାରୁଛି ତାଙ୍କର। ମୋ ନାଁ ଡକ୍ଟର ସ୍ୱାଗତ ମିଶ୍ର, କୋଟପାଡ଼ର ଆୟୁର୍ବେଦିକ ଡକ୍ଟର। ମୁଁ ନିଜେ ଓନ୍ କ୍ଲିନିକ୍ କରିଛି କୋଟପାଡ଼ରେ। ଆଜି ମୋର ମେନ୍ ଟାର୍ଗେଟ୍ ଥିଲା ଆଜି ପେସେଣ୍ଟମାନେ ଦେଖିବା ପାଇଁ। ଫାଷ୍ଟ ମାନେ ସବୁ ମାସରେ ଆମେ କରିଥାଉଛୁ। ଲାଷ୍ଟ ଟାଇମ୍ ଯେମିତି କୋଟପାଡ଼ରେ କରାଯାଇଥିଲା ଗୋପବନ୍ଧୁ ପାଠାଗାରରେ, ଏ ମାସରେ କରାଯାଇଛି ଏଇଠି ଆମର କୁସୁମୀ ଗ୍ରାମ ପଞ୍ଚାୟତର ଅଫିସ୍ ସାଇଡ଼୍ରେ। ଆମେ ସବୁ ମାସରେ ଚେଷ୍ଟା କରିଥାଉଛୁ ଫ୍ରିରେ ସ୍ୱାସ୍ଥ୍ୟ ଯୋଗାଇବା ପାଇଁ ଆୟୁର୍ବେଦିକ ମାଧ୍ୟମରେ। ଯେହେତୁ ଆୟୁର୍ବେଦର ମେନ୍ ମୋଟୋ ହେଉଛି ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ ରକ୍ଷଣ ମାତୃସ୍ୟ ବିକାରଂ ପ୍ରଥମାନଞ୍ଚ। ଏଟାକୁ ନେଇକିନା ଆତୁର ରୋଗୀକୁ ଆମେ ଚେଷ୍ଟା କରିବୁ ଯେ ଭଲ କରିବା ପାଇଁ। ବିକାର ଯାହାକୁ ରୋଗ ବିକାର ବି ହେଇଛି ତାକୁ ମଧ୍ୟ ଆମେ ଚେଷ୍ଟା କରିବୁ ଭଲ କରିବା ପାଇଁ। ପାଖାପାଖି ଏବେ ତ 100+ ହେଇସାରିଲେଣି, ବାକି ଚାଲିଛି ଏବେ ତ ଗୋଟେ ହେଇଛି। ଏଇଟା ସକାଳ 10ଟାରୁ ଆରମ୍ଭ ହେଇଗଲାଣି, ସନ୍ଧ୍ୟା 5ଟା-6ଟା ଯାଏଁ ଚାଲିବ। ଆଉ କିଛି ହଁ ହଁ ନା ଏଇଟା ତ ମୋର ମେନ୍ ଟାର୍ଗେଟ୍ ଯେ ଆଶୀର୍ବାଦ ଗୋଟେ ଟାଇପ୍ର। ସେକେଣ୍ଡ ଜିନିଷ ହେଲା ଯେ ସ୍ୱାସ୍ଥ୍ୟ ସେବା ଟିକେ ଯୋଗାଇବା ପାଇଁ, ଯେହେତୁ ପେସେଣ୍ଟ ମାନେ କେତେ ମାନେ ଏଫୋର୍ଡ କରିପାରନ୍ତିନି। ତ ସେଇଟାକୁ ନେଇକି ଆମେ ବହୁତ କାମ କରୁଛୁ ଯେ ଫ୍ରିରେ ମେଡ଼ିସିନ ଯେତେ ଆମେ ଯୋଗାଇ ପାରିବା। ଯେତେ ବି ପ୍ରଡ଼କ୍ସନ୍ ଆମେ ନିଜେ ବି ମେଡ଼ିସିନ ବନାଉଛୁ ପେସେଣ୍ଟମାନଙ୍କୁ ଦେବା ପାଇଁ, ତାଙ୍କର କ୍ୱାଲିଟି ମେଣ୍ଟେନ୍ କରିବା ପାଇଁ। ଯାହା ପ୍ରାୟ ରୋଗ ତ ପ୍ରାୟ ଜାଣିଛନ୍ତି, ବାତ ବ୍ୟାଧି ରହୁଛି, ପାରାଲିସିସ୍ ହେଉଛି, ଅଷ୍ଟିଓ ଆର୍ଥରାଇଟିସ୍, ରିମାଟଏଡ୍ ଆର୍ଥରାଇଟିସ୍, ବିପି, ସୁଗର, ଏଟା ଆଜି ତ କମନ୍ ହେଇଗଲାଣି।
बट आम से बहुत बेटर मेडिसिन देकर आम ठीक कराया चेष्टा ବର୍ତ୍ତମାନ ଯୋଉ ବର୍ଷା